ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ କୋରାପୁଟ ଗୃହରକ୍ଷୀ ନିଯୁକ୍ତି ନିମନ୍ତେ ବିଜ୍ଞାପନ। ବିଜ୍ଞାପନ ସଂଖ୍ୟା କେତେ? 1। ତାରିଖ ହେଉଛି 20/3/2025। ଶ୍ରୀମାନ ମହାସମାଦେଷ୍ଟା ଗୃହରକ୍ଷୀ ବାହିନୀ ଓଡ଼ିଶା କଟକଙ୍କ ପତ୍ର ସଂଖ୍ୟା 225। ଗୃହରକ୍ଷୀ ତାରିଖ 25/2/2025 ରିଖ ଅନୁଯାୟୀ କୋରାପୁଟ ଜିଲ୍ଲାର ଗୃହରକ୍ଷୀ ସଂଗଠନରେ ଖାଲି ପଡ଼ିଥିବା ଗୃହରକ୍ଷୀ ପଦବୀରେ ନିଯୁକ୍ତି ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କଠାରୁ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଇଚ୍ଛୁକ ପ୍ରାର୍ଥିନୀମାନେ ସମାଦେଷ୍ଟା ଗୃହରକ୍ଷୀ ବାହିନୀ କୋରାପୁଟଙ୍କ କାର୍ଯ୍ୟାଳୟ ବା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟଠାରେ ତାରିଖ 10/4/2025 ଠାରୁ 25/4/2025 ତାରିଖ ସୁଦ୍ଧା ଆବେଦନପତ୍ର ଦାଖଲ କରିବେ। ନିଯୁକ୍ତି ପରୀକ୍ଷା ସମୟରେ ସେମାନେ ମୂଳ ପ୍ରମାଣପତ୍ର ଗୁଡ଼ିକ ଦେଖାଇବେ। ଆବେଦନ ଶେଷ ତାରିଖ ପରେ ଏବଂ ପ୍ରାପ୍ତ ଅସମ୍ପୂର୍ଣ୍ଣ ଦରଖାସ୍ତ ବିଚାରକୁ ନିଆଯିବ ନାହିଁ। ନିଯୁକ୍ତି ପରୀକ୍ଷା କେଉଁଠି ଏବଂ କେବେ ଅନୁଷ୍ଠିତ ହେବ ଏହା ପୂର୍ବରୁ ଆବେଦନକାରୀମାନଙ୍କୁ ଜଣାଇ ଦିଆଯିବ। କମ୍ପ୍ୟୁଟର ବାହନ ଚାଳକ, ବିଦ୍ୟୁତ୍ ମିସ୍ତ୍ରୀ, ପାଇପ୍ ମିସ୍ତ୍ରୀ, ରୋଷେଇ, ବଢ଼େଇ, ରାଜମିସ୍ତ୍ରୀ, ନାପିତ ବା ବାର୍ବର ଇତ୍ୟାଦି ଦକ୍ଷତାରେ ଜ୍ଞାନ ଏବଂ ବୈବାହାରିକ ଅଭିଜ୍ଞତା ଥିବା ଆବେଦନକାରୀମାନଙ୍କୁ ନମ୍ବରରେ ଗୁରୁତ୍ୱ ଦିଆଯିବ। ପଞ୍ଜୀକୃତ ବ୍ୟକ୍ତି ସେମାନଙ୍କର ସେବା ପ୍ରଦାନ କରିବା ଦିନ ପାଇଁ ଡ୍ୟୁଟି କଲ୍ ଭତ୍ତା ବା DSA ଭାବରେ ପ୍ରତିଦିନ ଟଙ୍କା 612 ପାଇବେ। ଡେଲି କେତେ ପାଇବେ? 612 ଟଙ୍କା। ଆବେଦନ ଫର୍ମଗୁଡ଼ିକ ଏହି ଜିଲ୍ଲାରେ ସମସ୍ତ ଥାନାମାନଙ୍କରେ ଉପଲବ୍ଧ ହେବ। ଥାନାର ନାମ। କେଉଁ ଥାନାରେ କେତେ ପଦବୀ ରହିଛି? କୋରାପୁଟ ଟାଉନ ଥାନାରେ ପୁରୁଷ ଗୃହରକ୍ଷୀ ପଦବୀ ପାଇଁ 9ଗୋଟି, ଜୟପୁର ଟାଉନ ଥାନା ପୁରୁଷ ଗୃହରକ୍ଷୀ ପାଇଁ 10ଟି ପଦବୀ ଏବଂ ମହିଳା ଗୃହରକ୍ଷୀ ପାଇଁ 2ଟି, ସୁନାବେଡ଼ା ଥାନା ପାଇଁ 5ଗୋଟି ପୁରୁଷ ଗୃହରକ୍ଷୀ ପଦବୀ ରହିଥିଲା ବେଳେ ମହିଳା ଗୃହରକ୍ଷୀ ପାଇଁ 2ଟି, ଦାମନଯୋଡ଼ି ଥାନା 2ଗୋଟି ପୁରୁଷ ଗୃହରକ୍ଷୀ, ବରିଗୁମା ଥାନା ପାଇଁ ପୁରୁଷ ଗୃହରକ୍ଷୀ ସଂଖ୍ୟା 3ଗୋଟି, ବୋଇପାରିଗୁଡ଼ା ଥାନା ମହିଳା ଗୃହରକ୍ଷୀ ପଦବୀ ସଂଖ୍ୟା 1, ପୁରୁଷ ପାଇଁ କୌଣସି ଭ୍ୟାକେନ୍ସି ନାହିଁ। ସିଂପୁର ଥାନା ଏଠି ପଦବୀ ସଂଖ୍ୟା ନାହିଁ। ବନ୍ଧୁଗାଁ ଥାନା ପୁରୁଷ ପଦବୀ ସଂଖ୍ୟା ହେଉଛି 1। ଦଶମନ୍ତପୁର ଥାନା ପୁରୁଷ ପଦବୀ ସଂଖ୍ୟା ହେଉଛି 1। ଜୟପୁର ସଦର ଥାନା ପୁରୁଷ ପଦବୀ ସଂଖ୍ୟା 1। ଆବେଦନ କେବେ ଷ୍ଟାର୍ଟ ହେଉଛି? 10/4/2025 ଠାରୁ 25/4/2025 ତାରିଖ ସୁଦ୍ଧା ଆବେଦନପତ୍ର ଦାଖଲ କରିବେ। ଏହି ଫର୍ମ ପାଇବା ପାଇଁ ଆମର ଟେଲିଗ୍ରାମ ଗ୍ରୁପରେ ଜଏନ୍ କରିପାରିବେ।